ଆପଣଙ୍କୁ ଲାଗୁଛି କି କେବଳ ଆପଣଙ୍କ ସହିତ ହିଁ ଖରାପ ହେଉଛି, ଆପଣଙ୍କ ସହିତ ହିଁ ସବୁ ଜିନିଷ ଭୁଲଭାଲ ହେଉଛି? ତେବେ ଶୁଣନ୍ତୁ, ଯଦି ଜୀବନ ଆପଣଙ୍କୁ ଭାଙ୍ଗୁଛି ତ ହୁଏତ ଏହା ସେହି ସମୟ ଯେଉଁ ସମୟରେ ସେ ଆପଣଙ୍କୁ କିଛି ବନେଇବା ପାଇଁ ଚାହୁଁଛି। ସାଙ୍ଗମାନେ, ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଗୋଟିଏ ଯନ୍ତ୍ରଣାଦାୟକ କାହାଣୀ ଥାଏ, କିନ୍ତୁ ଲୋକମାନେ କେବଳ ସେମାନଙ୍କର ଉଜ୍ଜ୍ୱଳତା ଦେଖନ୍ତି, ସେମାନଙ୍କର ଚମକ ଦେଖନ୍ତି, ତା ପୂର୍ବର ଅନ୍ଧାର ନୁହେଁ। ଆପଣ ଭାବୁଛନ୍ତି କି ଆପଣଙ୍କ ସହିତ ବହୁତ ଖରାପ ହେଉଛି? ନା, ଜୀବନରେ କିଛି ବଡ଼ ହାସଲ କରିଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ଏହି ତିନୋଟି ଯନ୍ତ୍ରଣାଦାୟକ ପର୍ଯ୍ୟାୟ ଦେଇ ଗତି କରିଥାନ୍ତି। ଆଉ ଯଦି ଆପଣ ବର୍ତ୍ତମାନ ସେହିସବୁ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ତେବେ ବୁଝିଯାଆନ୍ତୁ ସଫଳତା ଆପଣଙ୍କ କବାଟକୁ ଠକ୍ ଠକ୍ କରୁଛି। ତେବେ ସାଙ୍ଗମାନେ, ଏବେ ଆସନ୍ତୁ ଜାଣିବା ସେହି ତିନୋଟି ପର୍ଯ୍ୟାୟ ବିଷୟରେ, ସେହି ତିନୋଟି ଫେଜ୍ ବିଷୟରେ। ପ୍ରଥମ ପର୍ଯ୍ୟାୟ ହେଉଛି ଯେତେବେଳେ ସମସ୍ତେ ଆପଣଙ୍କ ହାତ ଛାଡ଼ି ଦିଅନ୍ତି। ପ୍ରଥମ ଝଟକା ସେତେବେଳେ ଲାଗେ ଯେତେବେଳେ ଯେଉଁ ଲୋକମାନଙ୍କ ଉପରେ ଆପଣ ସବୁଠୁ ଅଧିକା ଭରସା କରନ୍ତି, ସବୁଠୁ ଅଧିକ ବିଶ୍ୱାସ କରନ୍ତି, ସେଇମାନେ ହିଁ ଆପଣଙ୍କ ହାତ ଛାଡ଼ି ଦିଅନ୍ତି। ସାଙ୍ଗସାଥୀମାନେ ସାଥ ଦିଅନ୍ତିନି, ପରିବାରର ଲୋକମାନେ ଆପଣଙ୍କ ଉପରୁ ଭରସା ବିଶ୍ୱାସ ହରାଇ ଦିଅନ୍ତି, ଆଉ ଏ ଦୁନିଆ କୁହେ କିଏ କରିପାରିବନି। କିନ୍ତୁ ମନେ ରଖନ୍ତୁ, ଏହା ହିଁ ସେହି ସମୟ ହେଇଥାଏ ଯେଉଁ ସମୟରେ ଭଗବାନ ଆପଣଙ୍କୁ ଏକୁଟିଆ ଛାଡ଼ି ଦିଅନ୍ତି, ଯାହାଦ୍ୱାରା ଆପଣ ନିଜର ପ୍ରକୃତ ଶକ୍ତିକୁ ଜାଣିପାରିବେ। ମନେ ରଖନ୍ତୁ, ସଫଳତା ସର୍ବଦା ସାଇଲେନ୍ସରୁ ହିଁ ଆରମ୍ଭ ହୋଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଯେତେବେଳେ ଆପଣଙ୍କ କଠିନ ପରିଶ୍ରମ ଦୃଶ୍ୟମାନ ହୁଏନି। ସାଙ୍ଗମାନେ, ଦ୍ୱିତୀୟ ଯନ୍ତ୍ରଣାଦାୟକ ସତ୍ୟ ହେଉଛି ଆପଣ ପରିଶ୍ରମ କରନ୍ତି କିନ୍ତୁ କୌଣସି ରେଜଲ୍ଟ ଦେଖାଯାଏନି। ଆପଣ ଦିନରାତି ଚେଷ୍ଟା କରନ୍ତି କିନ୍ତୁ କୌଣସି ପରିବର୍ତ୍ତନ ଦେଖାଯାଏନି। ଏହା ସେହି ସମୟ ହେଇଥାଏ ଯେତେବେଳେ ଲୋକମାନେ ଆପଣଙ୍କ ଉପରେ ହସନ୍ତି, ଆପଣଙ୍କର ମଜାକ ଉଡ଼ାନ୍ତି, ଆଉ କୁହନ୍ତି, ଦେଖିଲୁ ତ, ଆମେ ପରା କହିଥିଲୁ ତୁ କରିପାରିବୁନି ବୋଲି। କିନ୍ତୁ ସାଙ୍ଗମାନେ, ମନେ ରଖନ୍ତୁ, ଆପଣ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଯେଉଁ ପରିଶ୍ରମ କରୁଛନ୍ତି, ଆପଣଙ୍କ ହାର୍ଡ଼ୱାର୍କ, ଆପଣଙ୍କ କନସିଷ୍ଟେନ୍ସି, ଆପଣଙ୍କ ଯନ୍ତ୍ରଣା, ଆପଣଙ୍କ ଡେଡିକେସନ୍, ଆପଣଙ୍କ ହନେଷ୍ଟି ପଣିଆ, ଏସବୁକୁ ନା ଏ ୟୁନିଭର୍ସ ଦେଖୁଛି, ଏ ପ୍ରକୃତି ଦେଖୁଛି। ରେଜଲ୍ଟ ସେତେବେଳେ ମିଳେ ଯେତେବେଳେ ଆପଣ ଅଲମୋଷ୍ଟ ହାର ମାନିବା ପରେ ଥାନ୍ତି, କିନ୍ତୁ ତାପରେ ବି ଗୋଟିଏ ଷ୍ଟେପ୍ ଆଗକୁ ନିଅନ୍ତି। ସାଙ୍ଗମାନେ, ତୃତୀୟ ପର୍ଯ୍ୟାୟ ହେଉଛି ଯେତେବେଳେ ନିଜ ଉପରେ ସନ୍ଦେହ ଲାଗେ। ତୃତୀୟ ଆଉ ସବୁଠୁ ଯନ୍ତ୍ରଣାଦାୟକ ପର୍ଯ୍ୟାୟ ହେଉଛି ଯେତେବେଳେ କଠିନ ପରିଶ୍ରମ କରିବା ପରେ ବି ରେଜଲ୍ଟ ଦେଖାଯାଏନି। ସେତେବେଳେ ନିଜ ଉପରେ ଗୋଟେ ସନ୍ଦେହ ଲାଗେ, ମନରେ ଏଇ କୋଶ୍ଚିନ୍ ଉଠେ କି କ'ଣ ସତରେ ମୁଁ ସଫଳତା ପାଇପାରିବି? ଏହା ହେଉଛି ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତରେ ପ୍ରତ୍ୟେକ ମହାନ ବ୍ୟକ୍ତି କାନ୍ଦିଛନ୍ତି। ହଁ, ସେମାନେ କାନ୍ଦିଛନ୍ତି କିନ୍ତୁ ରହିଯାଇନାହାନ୍ତି, କାରଣ ସେମାନେ ଫିଲ୍ କରିଥିଲେ କି ଏହିସବୁ ଯନ୍ତ୍ରଣା ପରେ ହିଁ ସଫଳତା ମିଳିବ। ଯଦି ଆଜି ଆପଣଙ୍କ ସହିତ ସବୁକିଛି ଭୁଲ ଭାଲ ହେଉଛି, ଲୋକମାନେ ଆପଣଙ୍କୁ ବୁଝିପାରୁନାହାନ୍ତି, ଆପଣଙ୍କ ଉପରେ ହସୁଛନ୍ତି, ଆପଣଙ୍କର ମଜାକ ଉଡ଼ାଉଛନ୍ତି, ପରିଶ୍ରମର ଫଳ ମିଳୁନାହିଁ, ତ କଂଗ୍ରାଚୁଲେସନ୍ସ, ଆପଣ ସଫଳତାର ପାଖାପାଖି ପହଞ୍ଚି ସାରିଛନ୍ତି। କାରଣ ଯନ୍ତ୍ରଣା, ଏକୁଟିଆପଣ ଆଉ ଅସଫଳତା, ଏହି ତିନୋଟି ସିଗ୍ନେଚର ଭଗବାନଙ୍କର ହେଇଥାଏ, ଯାହାକି ସିଏ ନିଜର ବଛା ବଛା ଲୋକଙ୍କୁ ଦିଅନ୍ତି। ଆପଣ ଭଗବାନଙ୍କ ଦ୍ୱାରା ବଛା ହେଇଛନ୍ତି। ବାସ୍ ଲାଗି ରୁହନ୍ତୁ, ହାର ମାନନ୍ତୁନି। ସାଙ୍ଗମାନେ, ସଫଳତା ପୂର୍ବରୁ ଜୀବନ ଆପଣଙ୍କୁ ସବୁଆଡ଼ୁ ପରୀକ୍ଷା କରେ, ଯାହାଦ୍ୱାରା ଆପଣ ଦୁନିଆଦାରୀ ବିଷୟରେ ଜାଣିପାରନ୍ତି ଆଉ ଜିତିପାରନ୍ତି। ତେଣୁ ଆପଣ ହାର ନ ମାନି ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୁଅନ୍ତୁ। ଆଉ ମନେ ରଖନ୍ତୁ, ସଫଳତା ପାଇବା ପୂର୍ବରୁ ଆପଣଙ୍କୁ ଏହି ତିନୋଟି ପର୍ଯ୍ୟାୟକୁ କ୍ରସ୍ କରିବା ପାଇଁ ପଡ଼ିବ। ଆଉ ଯଦି ଆପଣ ବର୍ତ୍ତମାନ ଏହି ଷ୍ଟେଜରେ ଅଛନ୍ତି, ତ ବୁଝି ଯାଆନ୍ତୁ ସଫଳତା ଆଉ ମାତ୍ର ଅଳ୍ପ ଦୂରରେ ଅଛି।